Now let us turn to the Word of God. ଆସ ମାନେ ଈଶ୍ୱରଙ୍କ ବାକ୍ୟକୁ ଫେରି ଆସୁ। Luke 22nd chapter ଲୁକ ତାର 22 ଅଧ୍ୟାୟ and verse 34. ପୁଣି ତାର 34 ପଦ। Here the Lord Jesus is speaking to Peter. ଏଇଠି ପ୍ରଭୁ ଯୀଶୁ ପିତରଙ୍କୁ କହୁଛନ୍ତି। You know that Peter was the disciple whom Jesus called first. ପିତର ଯୀଶୁଙ୍କ ଶିଷ୍ୟ ଥିଲେ। And Peter, when he met the Lord Jesus, ପୁଣି ପିତରଙ୍କୁ ସେ ପ୍ରଥମେ ଡାକିଲେ। ପୁଣି ପିତର ଯୀଶୁଙ୍କୁ he ସାକ୍ଷାତ କଲେ। said, "Depart from me, for I am a sinful man." ପୁଣି ସେ କହୁଛନ୍ତି ମୋ ଠାରୁ ଦୂରକୁ ଯାଆନ୍ତୁ ପ୍ରଭୁ, କାରଣ ମୁଁ ଜଣେ ପାପୀ ମନୁଷ୍ୟ ଅଟେ। Now, in the 32nd verse, ବର୍ତ୍ତମାନ 32 ପଦରେ 31 and 32, please. 31 ପୁଣି 32। And the Lord said, "Simon, Simon Peter, behold, Satan has desired to have you, that he may sift you as wheat. ସିମୋନ ସିମୋନ ଦେଖ ଗହମକୁ ଚାଲୁଣିରେ ଚଲାଇବା ପରି ଶୈତାନ ତୁମମାନଙ୍କୁ ଚଲାଇବାକୁ ଅନୁମତି ମାଗିଅଛି, But I have prayed for you, କିନ୍ତୁ ମୁଁ ତୁମ ପାଇଁ ନିବେଦନ କରିଅଛି that your faith fail not. ଯେପରି ତୁମର ବିଶ୍ୱାସ ଲୋପ ନ And ହୁଏ। when thou art converted, କିନ୍ତୁ ତୁମେ ଯେବେ ଫେରିବ strengthen your brethren." ତୁମେ ଆପଣା ଭାଇମାନଙ୍କୁ ସୁସ୍ଥିର କର। So Satan, who had Peter in a sieve, shaking him, ଶୈତାନ ଚାହୁଁଛି ପିତରକୁ ଚାଲୁଣିରେ ଚଲେଇବ, ହଲେଇ ଦବ। he can do the same thing with many of us, can't ସେ he? ଶୈତାନ ଆମ ଅନେକଙ୍କ ପାଇଁ ମଧ୍ୟ ସେଇ କଥା କରିପାରିବ। But the Lord Jesus says, କିନ୍ତୁ ପ୍ରଭୁ ଯୀଶୁ କହିଲେ, "I prayed for you, Peter, ପିତର ମୁଁ ତୁମ ପାଇଁ ନିବେଦନ କରିଅଛି, that your faith fail not. ଯେପରି ତୁମ ବିଶ୍ୱାସ ଲୋପ ନ ପାଏ। And when you are converted, କିନ୍ତୁ ତୁମେ ଯେତେବେଳେ ଫେରିବ strengthen your brother." ଆପଣା ଭାଇମାନଙ୍କୁ ସୁସ୍ଥିର କର। Now that's very amazing. ତାହା ଅତି ଆଶ୍ଚର୍ଯ୍ୟ ଅଟେ। You know that outwardly Peter was a disciple, a prominent disciple. ବାହିକ ଭାବରେ ପିତର ଜଣେ ପ୍ରଧାନ ଶିଷ୍ୟ ଥିଲେ ଯୀଶୁଙ୍କର। And Jesus says, when you are converted, କିନ୍ତୁ ପ୍ରଭୁ ଯୀଶୁ କହୁଛନ୍ତି ଯେତେବେଳେ ତୁମେ ଫେରିବ। you know, Peter was quite a cocky person, very self-confident. କିନ୍ତୁ ପିତର ଜଣେ ନିଜ ଉପରେ ଭରସା ରଖିବା ବ୍ୟକ୍ତି ଥିଲେ। I don't know what you think, ମୁଁ ଜାଣିନି ଆପଣ କ'ଣ ଭାବୁଛନ୍ତି, but you know, I move with all kinds of people. କିନ୍ତୁ ମୁଁ ବିଭିନ୍ନ ପ୍ରକାର ଲୋକମାନଙ୍କ ସହିତ ଆଗକୁ ଯାଇଥାଏ। And I can see ମୁଁ ଦେଖିପାରେ who are the people who resist the truth କୋଉମାନେ ସେମାନେ ଯୋଉମାନେ ସତ୍ୟର ବିରୁଦ୍ଧରେ ଠିଆ ହୁଅନ୍ତି amongst many nations. ଅନେକ ଦେଶ ମଧ୍ୟରେ। And I find that here in India, ମୁଁ ଦେଖୁଛି ଏଇ ଭାରତରେ ଏଇଠି we are very proud. ଆମମାନେ ଅତି ଗର୍ବୀ ଅଟୁ। I don't know why we are so ମୁଁ proud. ଜାଣିନି କାହିଁକି ଆମମାନେ ଏତେ ଗର୍ବୀ ଅଟୁ। Maybe because we have elephants and tigers. I don't know. ମୁଁ ଜାଣିନି ହୁଏତ ଆମମାନଙ୍କର ହାତୀ ଅଛି, ବାଘ ଅଛି ବୋଲି, But କିନ୍ତୁ very proud. ଅତି ଗର୍ବୀ ଲୋକମାନେ Resistant to the word of God. ଈଶ୍ୱରଙ୍କ ବାକ୍ୟକୁ ଆମେ ପ୍ରତିରୋଧ କରିଥାଉ। Caste, ଜାତି, heathen customs, ସେ ପୁରାତନ ପରମ୍ପରା, you ଚିନ୍ତାଧାରା, know, robbing father-in-law, taking a big dowry, ଶାଶୁ ଶ୍ୱଶୁରଙ୍କୁ ଉପଦ୍ରବ କରିବା, ଯୌତୁକ ନେବା, and cheating in the taxes. ଟ୍ୟାକ୍ସ ବା କରରେ ଠକିବା। I hope here in Cochin, in this city, ମୁଁ ଆଶା କରୁଛି କୋଚିନରେ ଏଇ ସହରରେ taxes are properly being paid to the government. ସରକାରକୁ କର ହୁଏତ ଠିକ ଭାବରେ ଦିଆଯାଉଅଛି, But କିନ୍ତୁ though the tax man is another bribe taker, ଯଦି ଟ୍ୟାକ୍ସ ଯେ ଗ୍ରହଣ କରେ ସେ ଯଦି ଲାଞ୍ଚ ନେବା ବ୍ୟକ୍ତି ହେଇଥାଏ, so the biggest industries escape. ତେବେ ବଡ଼ ବଡ଼ ଇଣ୍ଡଷ୍ଟ୍ରି କହନ୍ତୁ, କମ୍ପାନୀ, ସେଗୁଡ଼ାକ ରକ୍ଷା ପାଇଯିବ। And then, of course, we say free transport, you know,
State transport is our transport, isn't it? So free transport. ତେବେ ରାଜ୍ୟ ପରିବହନକୁ ଆମେ କହିଦଉ ହଁ ଏଇଟା ମାଗଣାରେ ବର୍ତ୍ତମାନ ପରିବହନ କରାଯିବ। You see, in that communist city where I was preaching in East Germany, ଇଷ୍ଟ ଜର୍ମାନୀରେ Dresden, ଜର୍ମାନୀରେ ମୁଁ କମ୍ୟୁନିଷ୍ଟ ଲୋକମାନଙ୍କ ମଧ୍ୟରେ ପ୍ରଚାର କରୁଥିଲି। they said the public transport runs on big loss. କହନ୍ତି ଯେ ପରିବହନ ଅତି କ୍ଷତିରେ ଚାଲିଛି। Everybody gets in, doesn't buy a ticket. ସମସ୍ତେ ଯାଆନ୍ତି କିନ୍ତୁ କୌଣସି ଟିକଟ କିଣନ୍ତିନି। Yes? ହଁ Morals don't come from godless ideologies like communism. ଈଶ୍ୱର ବିହୀନ ଚିନ୍ତାଧାରାରୁ କେବେ ମଧ୍ୟ ନୈତିକତା ଆସେ ନାହିଁ। But କିନ୍ତୁ what happened to the light that was sent to this part of India? ଭାରତରେ ଏଇ ଭାଗକୁ ଯେତେବେଳେ ଆଲୋକ ପଠାଗଲା କଣ ହେଲା ଏଠିକାର ପରିସ୍ଥିତି What happened? କଣ ଘଟିଲା? Did we hide it? ଆମେ କଣ ତାକୁ ଲୁଚେଇ ରଖିଲୁ କି? How come that so many people have gone into godless communism? କେମିତି କେତେ ଲୋକ ସେଇ କମ୍ୟୁନିଷ୍ଟ ଲୋକଙ୍କ ନିକଟକୁ ଗଲେ? I don't know if there are Christian boys and girls also in that movement. ମୁଁ ଜାଣିନି ସେଇ ମୁଭମେଣ୍ଟରେ ଖ୍ରୀଷ୍ଟିଆନ ପୁଅ ଝିଅମାନେ ବି ଅଛନ୍ତି କି ନାହିଁ। But I have seen communists and very violent people ମୁଁ ଦେଖିଛି କମ୍ୟୁନିଷ୍ଟରେ ଅତି ହିଂସ୍ରକ ଲୋକମାନେ turning to Jesus. ଯୀଶୁଙ୍କ ନିକଟକୁ ଫେରିଛନ୍ତି। The Lord met them. ପ୍ରଭୁ ସେମାନଙ୍କୁ ସାକ୍ଷାତ କରିଛନ୍ତି। The leaders of strikes, ଯୋଉମାନେ ଷ୍ଟ୍ରାଇକ୍ କରୁଥିବା ନେତାମାନେ vandals, arsonists, ଓ ଯୋଉମାନେ ସମସ୍ତ କାର୍ଯ୍ୟକୁ ଅଗ୍ରସର କରାଉଥିଲେ ବା ଦାୟିତ୍ୱ ନେଉଥିଲେ turned, transformed by Jesus. କିନ୍ତୁ ସେମାନେ ଯୀଶୁଙ୍କ ଦ୍ୱାରା ପରିବର୍ତ୍ତିତ ହୋଇଛନ୍ତି। See, when you take Christ out, ଯେତେବେଳେ ଖ୍ରୀଷ୍ଟଙ୍କୁ ଆପଣ ବାହାର କରିଦେବେ you have murder. ଆପଣ କେବଳ ହତ୍ୟା ହିଁ ପାଇବେ। You have take Christ out, ଯଦି ଆପଣ ଖ୍ରୀଷ୍ଟଙ୍କୁ ବାହାର କରିଦିଅନ୍ତି you have thieves. କେବଳ ଚୋରକୁ ହିଁ ଆପଣ ପାଇବେ। You take Christ ଯଦି out, ଆପଣ ଖ୍ରୀଷ୍ଟଙ୍କୁ ବାହାର କରିବେ you have bribe କେବଳ takers. ଲାଞ୍ଚ ନେବା ଲୋକଙ୍କୁ ହିଁ ପାଇବେ। You take Christ ଯଦି out, ଖ୍ରୀଷ୍ଟଙ୍କୁ ଆପଣ ବାହାର you କରିଦିଅନ୍ତି have adulterous men and women. କେବଳ ବ୍ୟଭିଚାରିଣୀ ସ୍ତ୍ରୀ ଆଉ ପୁରୁଷଙ୍କୁ ହିଁ ଆପଣ ପାଇବେ। You can't take Christ out. ଆପଣ ଖ୍ରୀଷ୍ଟଙ୍କୁ ବାହାର କରିପାରିବେନି। History shows ଇତିହାସ କଥା କୁହେ after Jesus came, ଯୀଶୁ ଆସିଲା ପରେ how the barbarity of nations was suppressed. ଦେଶର ବର୍ବରତାକୁ କେମିତି କମେଇ ଦିଆଗଲା। The cruelty of the Roman Empire, ରୋମ ସାମ୍ରାଜ୍ୟର ସେ ଯୋଉ କ୍ରୂରତା slavery. କ୍ରୀତଦାସ ପ୍ରଥା Half the big cities were full of slaves. ବଡ଼ ବଡ଼ ସହର ଗୁଡାକ କେବଳ କ୍ରୀତଦାସରେ ପରିପୂର୍ଣ୍ଣ ଥିଲା। You know, you could kill them, you could do what you like with ଆପଣ them. ଦାସମାନଙ୍କୁ ମାରିଦେଇ ପାରିବେ ଯାହା ଚାହିଁଲେ ତାହା କରିପାରିବେ। But when Jesus came, କିନ୍ତୁ ଯେତେବେଳେ ପ୍ରଭୁ ଯୀଶୁ ଆସିଲେ love came. ପ୍ରେମ ଆସିଲା। Your neighbor, lifting your neighbor came. ଆପଣଙ୍କ ପ୍ରତିବାସକୁ ଉଠେଇବା ଚିନ୍ତାଧାରା ଆସିଲା। My dear people, ମୋ ପ୍ରିୟ ଲୋକମାନେ I don't know what has happened in this region. ମୁଁ ଜାଣିନି ଅଞ୍ଚଳରେ କଣ ସବୁ ହେଇଛି। How can godlessness come? କେମିତି ପ୍ରଭୁଙ୍କ ବାକ୍ୟ ଏଇ ମଧ୍ୟକୁ ଆସିବ? It can only come when Christians are dead. ଯେତେବେଳେ ଖ୍ରୀଷ୍ଟିଆନ ମୃତ ହୁଅନ୍ତି ସେତେବେଳେ ହିଁ ଈଶ୍ୱରଙ୍କ କାର୍ଯ୍ୟ ହୁଏ। Just tradition, କେବଳ ପରମ୍ପରା custom, କେବଳ ତାଙ୍କ ପ୍ରଥା formal religion, ଓ କେବଳ ସେ ଧର୍ମ ଚିନ୍ତାଧାରା dead religion. କେବଳ ମୃତ ଧର୍ମ। How sad. କେତେ ଦୁଃଖର ବିଷୟ। How can dead religion satisfy your heart? ଆପଣଙ୍କ ହୃଦୟକୁ କେମିତି ସେ ମୃତ ଧର୍ମ ସନ୍ତୁଷ୍ଟ କରିବ? I want Jesus. I want more of Jesus. ମୁଁ ଯୀଶୁଙ୍କୁ ଚାହେଁ ଅଧିକ ଯୀଶୁଙ୍କୁ ଚାହେଁ। Give me Jesus. ମତେ ଯୀଶୁଙ୍କୁ ଦିଅନ୍ତୁ। I don't ask for anything. ଆଉ କୌଣସି ବିଷୟ ନିମନ୍ତେ ମୁଁ କାହାକୁ ମାଗୁ ନାହିଁ। Oh, my beloved people. ଓ ମୋର ପ୍ରିୟ ଲୋକମାନେ Here Jesus says to Peter, ଏଇଠି ପ୍ରଭୁ ଯୀଶୁ ପିତରଙ୍କୁ କହୁଛନ୍ତି Peter, ପିତର you're going to betray me thrice. You're going to deny me thrice. ତିନିଥର ତୁମେ ମତେ ତିନିଥର ଅସ୍ୱୀକାର କରିବ। I tell you, Peter, ମୁଁ ତୁମକୁ କହୁଅଛି ପିତର the cock shall not crow this day before thou shalt thrice deny. କୁକୁଡ଼ା ଡାକିବା ପୂର୍ବରୁ ତୁମେ ମତେ ତିନିଥର ଅସ୍ୱୀକାର କରିବ।
It is only at the cross of Jesus ତାହା କେବଳ ଯୀଶୁଙ୍କ କୃଷ ନିକଟରେ ସମ୍ଭବ ହେବ। you and I get a new heart ଆପଣ ଆଉ ମୁଁ ନୂତନ ହୃଦୟକୁ ପାଉ, and a new love. ପୁଣି ଏକ ନୂତନ ପ୍ରେମ। We want to lift the neighbor. ଆମେ ଚାହୁଁମାନଙ୍କୁ ପ୍ରତିବାସୀମାନଙ୍କୁ ଉପରକୁ ଉଠେଇବା ପାଇଁ। That selfishness and greed of our hearts ସ୍ୱାର୍ଥ ପୁଣି ସେ ଆମମାନଙ୍କ ହୃଦୟର ଲୋଭ is taken away, ତାହା ଚାଲିଯାଏ ଆମମାନଙ୍କ ଠାରୁ। and the thief becomes a giver. ଚୋରମାନେ ମଧ୍ୟ ଦେବା ବ୍ୟକ୍ତିରେ ପରିଣତ ହୁଅନ୍ତି। How many people I have seen returning the bribes? ମୁଁ କେତେ ଜଣଙ୍କୁ ଦେଖିଛି ଯୋଉମାନେ ନିଜର ଲାଞ୍ଚକୁ ଆଉ ପୁଣି See, ଫେରଉଛନ୍ତି। China ଚାଇନାରେ is not able to remove bribery. ସେମାନଙ୍କ ମଧ୍ୟରୁ ସେ ଲାଞ୍ଚ କାରବାରକୁ ସେମାନେ ଦୂର They କରିପାରୁନାହାନ୍ତି are using the firing squad. ଓ ସେମାନେ ଆଶ୍ଚର୍ଯ୍ୟ ଭାବରେ ଫାୟାରିଂ ସ୍କ୍ୱାଡକୁ ରଖନ୍ତି ସତ। Oh, you took a big bribe? Come on. Bang. ତୁମେ ବଡ଼ ଲାଞ୍ଚ ଗ୍ରହଣ କଲ କି ଆସ ତମକୁ ମାରି ଦିଆଯିବ, But you can't remove bribery with a gun. କିନ୍ତୁ ବନ୍ଧୁକ ମୁନରେ ଆପଣ ତାହା ଦୂର କରିପାରିବେନି। But ମାତ୍ର how many people have returned their bribes by meeting Jesus? ଯୀଶୁଙ୍କୁ ସାକ୍ଷାତ କଲା ପରେ କେତେ ଜଣ ଯେ ସେମାନଙ୍କ ଲାଞ୍ଚକୁ ଫେରେଇଛନ୍ତି, How many thieves have become givers? କେତେ ଯେ ଚୋରମାନେ ଦବା ବ୍ୟକ୍ତିରେ ପରିଣତ ହୋଇଛନ୍ତି। My dear people, ମୋ ପ୍ରିୟ ଲୋକମାନେ, Peter, I have prayed for you. ପିତର ମୁଁ ତୁମ ନିମନ୍ତେ ନିବେଦନ କରିଅଛି, When you are converted, ଯେତେବେଳେ ତୁମେ ଫେରିବ, when you repent for denying Jesus, ମତେ ଅସ୍ୱୀକାର କରିବା ବିଷୟରେ ଯେତେବେଳେ ତୁମେ ମନ ପରିବର୍ତ୍ତନ କରିବ, our offices are full of these people. ଏହି ପ୍ରକାର ଲୋକମାନେ ଆମମାନଙ୍କ କାର୍ଯ୍ୟାଳୟରେ ପରିପୂର୍ଣ୍ଣ ଅଟନ୍ତି। Scheduled caste. ସେଡ୍ୟୁଲ କାଷ୍ଟ, Why? କାହିଁକି? Just because of promotion, ପ୍ରମୋସନ ନିମନ୍ତେ, big job, ବଡ଼ ଚାକିରି ପାଇଁ, scholarships, ସ୍କଲରସିପ ପାଇଁ, government money, ସରକାର ଟଙ୍କା ପାଇଁ, easy money. ଅତି ସହଜ ପାଉଥିବା ଟଙ୍କା। My dear people, ମୋ ପ୍ରିୟ ଲୋକମାନେ, don't you deny Jesus. କଣ ତୁମେ ଯୀଶୁଙ୍କୁ ଅସ୍ୱୀକାର କରିନାହ କି? Change your status. ଆପଣଙ୍କ ଚିନ୍ତାଧାରାକୁ ବଦଳାନ୍ତୁ। Whatever you need to do, ଯାହା ବି ଆପଣ କରିବା ପାଇଁ ଚାହାନ୍ତି, notify the magistrate or government. ମାଜିଷ୍ଟ୍ରେଟ କିମ୍ବା ସରକାରଙ୍କୁ ଆପଣ ଯାହା ଜଣାଉଛନ୍ତି, I believe in the living Savior. ମୁଁ ସେଇ ଜୀବନ୍ତ ଈଶ୍ୱରଙ୍କୁ ଅସ୍ୱୀକାର କରିବିନି। He who is ashamed of me, Jesus said, ପ୍ରଭୁ ଯୀଶୁ କହିଲେ, I will be ashamed of him in the presence of the ଯେ ମୋ angel. ନିମନ୍ତେ ଲଜ୍ଜିତ ହବ, ମୁଁ ଦୂତମାନଙ୍କ ସମ୍ମୁଖରେ ତାଙ୍କ ସମ୍ମୁଖରେ ଲଜ୍ଜିତ ହେବି। Never be ashamed of କେବେ ବି Jesus. ଯୀଶୁଙ୍କ ନିମନ୍ତେ ଲଜ୍ଜିତ ହୁଅନ୍ତୁ ନାହିଁ। There is no cause to be ashamed of Jesus. ଯୀଶୁଙ୍କ ନିମନ୍ତେ ଲଜ୍ଜିତ ହେବାର କୌଣସି କାରଣ ନାହିଁ। Look at us today. ଦେଖନ୍ତୁ ଆମମାନଙ୍କୁ ଆଜି, We want to be so like the world. ଆମମାନେ ଏତେ ପସନ୍ଦ କରୁ ଜଗତକୁ, That's all. ତାହା ହିଁ The fashions of the এই world, ଜଗତର ସମସ୍ତ the ଫ୍ୟାସନ, standards of the এই world. ଜଗତର ମାନକୁ। And you know, someone said to me, କେହି ଜଣେ ମତେ ଏଇ କଥା କହିଲେ, I went to a church, ମୁଁ ଗୋଟେ ମଣ୍ଡଳୀକୁ ଗଲି, ଚର୍ଚ୍ଚକୁ ଗଲି, I preached in that church, ସେଇ ଚର୍ଚ୍ଚରେ ମୁଁ ପ୍ରଚାର କଲି, and afterwards, ତାପରେ I found it is a church of ମୁଁ ପରେ homosexuals. ଜାଣିଲି ଯେ ସେଇ ମଣ୍ଡଳୀଟି ସମଲିଙ୍ଗୀ ବିବାହର ମଣ୍ଡଳୀ ଅଟେ। I don't know, after some more time, you may say, oh, Cochin also is a forward city. ମୁଁ ଜାଣିନି କେତେ ଜଣ ପରେ ଯଦି କହିବି ଯେ କୋଚିନ୍ ମଧ୍ୟ ସେ ଆଗକୁ ବଢିବା ସହର ଅଟେ। We have a church for ଆମେ homosexuals. ସେ ସମଲିଙ୍ଗୀ ବିବାହର ମଣ୍ଡଳୀ ବି ରଖିଛୁ। Pastor is a ଆମ homosexual. ପାଳକ ମଧ୍ୟ ଏକ ସମଲିଙ୍ଗୀ ସମ୍ପର୍କ ସ୍ଥାପିତ ବ୍ୟକ୍ତି। Look at the debates in our big councils. ବଡ଼ ବଡ଼ କାଉନସିଲ ମାନେ ଏ ବିଷୟକୁ ଉଠେଇ ପାରୁ। What are the debates? ସେଥିରେ କଣ କୁହାଯାଏ? Women must become bishops, ମହିଳାମାନେ ମଧ୍ୟ ବିଶପ ହେଇପାରିବେ, or homosexuals must be made bishops. ସମଲିଙ୍ଗୀ ବିବାହ କରୁଥିବା ଲୋକମାନେ ମଧ୍ୟ ବିଶପ ହୁଅନ୍ତି। What nonsense! କି ପ୍ରକାର ମୂର୍ଖାମୀ ଚିନ୍ତାଧାରା! When a world is without Jesus, ଯେତେବେଳେ ସମୁଦାୟ ଜଗତ ବିନା ଯୀଶୁରେ ଅଛନ୍ତି, completely unreal. ସମ୍ପୂର୍ଣ୍ଣ ଭାବରେ ଅବାସ୍ତବ ଅଟେ। Now, the same Peter, ବର୍ତ୍ତମାନ ସେଇ ସମାନ ପିତର, when we see him in the book of Acts, ଯେତେବେଳେ ଆମେ ପ୍ରେରିତ ପୁସ୍ତକରେ ତାଙ୍କୁ ଦେଖୁ, the 4th chapter, 4 ଅଧ୍ୟାୟ, now he is a different man. ସେ ଏକ ସମ୍ପୂର୍ଣ୍ଣ ଭିନ୍ନ ବ୍ୟକ୍ତି। They brought him out of prison and other disciples, ତାଙ୍କୁ ପୁଣି ଅନ୍ୟ ଶିଷ୍ୟମାନଙ୍କୁ କାରାଗାରରୁ ବାହାର କରି ଅଣାଗଲା,
and they were examining him. ଆଉ ସେମାନେ ପରୀକ୍ଷା କରୁଛନ୍ତି ତାଙ୍କୁ How did this lame man walk? କେମିତି ଏଇ ଖଞ୍ଜ ବ୍ୟକ୍ତିଟି ଚାଲିପାରିଲା Big question. ବଡ଼ ପ୍ରଶ୍ନ My dear friends, ମୋ ପ୍ରିୟ ବନ୍ଧୁମାନେ many lame people have come to our meetings, ଅନେକ ଖଞ୍ଜମାନେ ଆମମାନଙ୍କ ମିଟିଂକୁ ଆସିଛନ୍ତି and the Lord gave them back their legs. ପ୍ରଭୁ ସେମାନଙ୍କୁ ସମ୍ପୂର୍ଣ୍ଣ ସୁସ୍ଥତା ଦେଇଛନ୍ତି Their little children ସେମାନଙ୍କ ଛୋଟ ପିଲାମାନେ who never walked, ଯୋଉମାନେ କେବେ ଚାଲି ନାହାନ୍ତି God made them walk. ପ୍ରଭୁ ସେମାନଙ୍କୁ ଚାଲିବା ପାଇଁ ସାହାଯ୍ୟ କରିଛନ୍ତି Can I do it? କଣ ମୁଁ ତାହା କରିପାରେ କି Can man do it? ମନୁଷ୍ୟ ତାହା କରିପାରେ କି No. ନା It is Jesus. ତାହା କେବଳ ଯୀଶୁ କରନ୍ତି So, ତେବେ in the 4th chapter of the book of Acts, ପ୍ରେରିତ ତାର 4 ଅଧ୍ୟାୟରେ 9th verse, 9 ପଦ if we this day be examined of the good deed done to this important man, ଏଇ ବ୍ୟକ୍ତି ପ୍ରତି ଆଜି ଯେଉଁ ଉତ୍ତମ କାର୍ଯ୍ୟଟି କରାଯାଇଅଛି be it known unto you all and to all the people of Israel, ତୁମେ ପୁଣି ସମସ୍ତ ଇସ୍ରାଏଲ ଲୋକମାନେ ଏ କଥା ଜାଣନ୍ତୁ that by the name of Jesus Christ of Nazareth, whom you crucified, whom God raised from the dead, ସେଇ ନାଜରିତ ପ୍ରଭୁ ଯୀଶୁ ଯାହାକୁ ତୁମେ କୃଷାର୍ପିତ କଲ ପୁଣି ପ୍ରଭୁ ଯାହାଙ୍କୁ ଉଠାଇ ଅଛନ୍ତି even by him doth this man stand here before you whole. ତାହାଙ୍କ ନାମରେ ଏଇ ବ୍ୟକ୍ତିଟି ଠିଆ Look at ହୋଇଅଛନ୍ତି this. ଦେଖନ୍ତୁ ତାହା A different man. ଏକ ଭିନ୍ନ ବ୍ୟକ୍ତି He is not the same Peter. ମୁଁ ଦେଖୁଛି ଯେ ସେ ସେଇ ସମାନ ପିତର ନୁହନ୍ତି Oh, I don't know him. ମୁଁ ଜାଣିନି ତାଙ୍କୁ I swear I don't know him. ମୁଁ ଶପଥ କରୁଛି ମୁଁ ତାଙ୍କୁ ଜାଣେନି I don't know the man. ମୁଁ ସେଇ ବ୍ୟକ୍ତିଙ୍କୁ ଜମାରୁ ଜାଣେନି That's what Peter said when he denied Jesus. ପ୍ରଭୁଙ୍କୁ ଅସ୍ୱୀକାର କଲାବେଳେ ପିତର ଏ କଥା କହିଥିଲେ The same Peter. କିନ୍ତୁ ସେଇ ପିତର He is standing before this big council. ଅନେକ ଲୋକମାନଙ୍କ ସମ୍ମୁଖରେ ବର୍ତ୍ତମାନ ଠିଆ ହେଉଛନ୍ତି They brought him out of prison. ତାଙ୍କୁ କାରାଗାରରୁ ଅଣାଯାଇଛି ବର୍ତ୍ତମାନ Hey, how did you see this lame man walking? କେମିତି ତୁମେ ଏଇ ଖଞ୍ଜ ବ୍ୟକ୍ତିକୁ ଚଲେଇ ପାରିଲ If we be examined this day, ଯଦି ଏଇ ଦିନକୁ ଆମେ ଦେଖୁଛୁ କାର୍ଯ୍ୟ କରାଗଲା let it be known to all people. ସମସ୍ତ ଲୋକମାନେ ଏ କଥା ଜାଣନ୍ତୁ My dear people, ମୋ ପ୍ରିୟ ଲୋକମାନେ we have become spiritual cowards ଆମମାନେ ଆଜି ଯେମିତି ଆତ୍ମିକ ଭାବରେ ଭୟଭୀତ ହେଇଥିବା ବ୍ୟକ୍ତି ଅଟୁ and we have become moral dwarfs. ଆମମାନେ ନୈତିକ ଭାବରେ ଆଜି ଭାଙ୍ଗି ପଡ଼ିଛୁ We are afraid to speak the truth. ସତ୍ୟ କହିବା ପାଇଁ ଆମେ ଭୟଭୀତ ହେଇ ପଡୁଛୁ ଆଜି We are afraid to tell people Christ is the only hope. ଯୀଶୁ ଯେ କେବଳ ଏକମାତ୍ର ଆଶା ଏହା ଆମେ କହିବା ପାଇଁ ଭୟଭୀତ ହେଇ ପଡୁ Christ is the way. ଯୀଶୁ ପଥ ଅଟନ୍ତି Jesus is the truth. ଯୀଶୁ ସତ୍ୟ ଅଟନ୍ତି Jesus is the life. ପୁଣି ଯୀଶୁ ସେ ଆଲୋକ ଅଟନ୍ତି Don't reject life. ଆପଣ ସେଇ ଜୀବନକୁ ବା ଆଲୋକକୁ ପ୍ରତ୍ୟାଖ୍ୟାନ କରନ୍ତୁନି You know, my friends, ଜାଣନ୍ତି ବନ୍ଧୁମାନେ India is wearing blinkers. ଘୋଡ଼ା ଯେମିତି ପିନ୍ଧେ ଭାରତ ଆଜି ସେଇ ପ୍ରକାର ମୁଖା ପିନ୍ଧିଛି They don't want to see the truth. ସତ୍ୟକୁ ଦେଖିବା ପାଇଁ ଚାହାନ୍ତି ନାହିଁ ସେମାନେ We will see only our ancient idols. ଆମମାନେ କେବଳ ଆମମାନଙ୍କ ପ୍ରାଚୀନ କାଳ ସେ ମୂର୍ତ୍ତି ସବୁ ଦେଖିବାକୁ ଚାହୁଁ Open your eyes. ଆପଣଙ୍କ ଚକ୍ଷୁ ଖୋଲନ୍ତୁ Look at Jesus. ଯୀଶୁଙ୍କୁ ଦେଖନ୍ତୁ He is the resurrection and the ସେ life. ପୁନରୁତ୍ଥାନ ଜୀବିତ ଅଟନ୍ତି Peter, ପିତର I have prayed for you. ମୁଁ ତୁମ ପାଇଁ ନିବେଦନ କରିଅଛି Satan wanted to take you, ଶୟତାନ ତୁମକୁ ନେବା ପାଇଁ ଚାହୁଁଛି but I prayed for you. କିନ୍ତୁ ତୁମ ପାଇଁ ନିବେଦନ When କରିଛି you are converted, ଯେତେବେଳେ ତୁମେ ସୁସ୍ଥିର ହେବ ଫେରି ଆସିବ strengthen the brother. ଭାଇମାନଙ୍କୁ ସୁସ୍ଥ କରିବ Oh, my beloved people. ମୋ ପ୍ରିୟ ଲୋକମାନେ You know, this is not a great number, ଏହା ଏକ ବଡ଼ ସଂଖ୍ୟା ନୁହଁ but every one of you is very important. କିନ୍ତୁ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଅତି ଗୁରୁତ୍ୱପୂର୍ଣ୍ଣ ଅଟନ୍ତି When you confess your sin ଯେତେବେଳେ ଆପଣ ନିଜ ପାପ ସ୍ୱୀକାର କରିବେ and repent at the cross, ପୁଣି କୃଷରେ ନିଜ ମନକୁ ବଦଳେଇବେ God will forgive you. ପ୍ରଭୁ ଆପଣଙ୍କୁ କ୍ଷମା କରିବେ God will take you. ପ୍ରଭୁ ଆପଣଙ୍କୁ ଗ୍ରହଣ କରିବେ God will use you. ପ୍ରଭୁ ଆପଣଙ୍କୁ ବ୍ୟବହାର କରିବେ That's all I want. ତାହା ହିଁ ମୁଁ ଚାହେଁ I ask for nothing else. ମୁଁ ଆଉ କିଛି ମାଗେନି Live the full life. କେବଳ ପୂର୍ଣ୍ଣ ଜୀବନକୁ ଅତିବାହିତ କରନ୍ତୁ
The full life, the abundant life, ସେ ପ୍ରଚୁର ଜୀବନ ବହୁମୂଲ୍ୟ ଜୀବନ the life which Jesus gives. ଯେଉଁ ପ୍ରଚୁର ଜୀବନ ଯୀଶୁ ଦିଅନ୍ତି Don't walk around like dead corpses. ଓ ସେ ମୃତ ବ୍ୟକ୍ତି ପରି ଏଣେ ତେଣେ ବୁଲନ୍ତୁ ନାହିଁ God wants you to live. କିନ୍ତୁ ଚାହାନ୍ତି ପ୍ରଭୁ ଆପଣଙ୍କୁ ଉଠେଇବା ପାଇଁ He has a great purpose for you. ଆପଣଙ୍କ ନିମନ୍ତେ ମହାନ ଯୋଜନା ସେ ରଖିଛନ୍ତି Let us pray. ଆସୁ ପ୍ରାର୍ଥନା କରିବା Let us pray. ଆସୁ ପ୍ରାର୍ଥନା In କରିବା a few moments, we'll send you home. କିଛି ମୁହୂର୍ତ୍ତ ପରେ ଆପଣମାନେ ଘରକୁ ଚାଲିଯିବେ Tell God, କିନ୍ତୁ ପ୍ରଭୁଙ୍କୁ କୁହନ୍ତୁ oh God, ହେ ପ୍ରଭୁ what a wonderful Savior. କି ଅଦ୍ଭୁତ ଉଦ୍ଧାରକର୍ତ୍ତା ସେ What a risen Savior. କି ପ୍ରକାର ପୁନରୁତ୍ଥ ଖ୍ରୀଷ୍ଟ ସେ Oh, I want this Savior. ମୁଁ ସେଇ ଉଦ୍ଧାରକର୍ତ୍ତାଙ୍କୁ ଚାହେଁ I want this cleansing in His Prayashchit Bali Rakta, in His propitiatory blood. ତାଙ୍କର ସେ ପ୍ରାୟଶ୍ଚିତ ବଳି ରକ୍ତରେ ମୁଁ ପରିଷ୍କୃତ ହେବାକୁ ଚାହେଁ ପ୍ରଭୁ Wash me. ମତେ ପରିଷ୍କାର କର Oh, thou that didst make denying Peter into such a mighty man. ସେ ଅସ୍ୱୀକାର କରୁଥିବା ପିତର ଏକ ମହାନ ବ୍ୟକ୍ତିରେ ପରିଣତ ହେଇପାରିଲା I too have been a coward. ମୁଁ ମଧ୍ୟ ସେ ପ୍ରକାର ଭୟଭୀତ I ବ୍ୟକ୍ତି have been ashamed of ମୁଁ Jesus. ଯୀଶୁଙ୍କ ନିମନ୍ତେ ଲଜ୍ଜିତ ଥିଲି ପ୍ରଭୁ Forgive me, Lord. ପ୍ରଭୁ ମତେ କ୍ଷମା କର Satan has shaken me. ଶୟତାନ ମତେ ହଲେଇ ସାରିଛି Forgive me, କିନ୍ତୁ Lord. ମତେ କ୍ଷମା କର I will stand for you. ମୁଁ ତୁମ ପାଇଁ ଠିଆ ହେବି I will declare your name. ତୁମ ନାମକୁ ମୁଁ ଘୋଷଣା କରିବି Pray in your heart. ଆପଣଙ୍କ ହୃଦୟରେ ପ୍ରାର୍ଥନା କରନ୍ତୁ Tell God. କହନ୍ତୁ ପ୍ରଭୁଙ୍କୁ Make a solemn vow now. ପ୍ରଭୁ ଆମମାନଙ୍କୁ ସେଇ ପ୍ରକାର ଏକ ସ୍ଥିର ବ୍ୟକ୍ତି କର I will not turn again to my sin. ଯେପରି ମୁଁ ମୋ ପାପକୁ ପୁନର୍ବାର ଫେରି ନ ଯାଏ I will not go back to the gutter. ପୁଣି ଯେପରି ଗର୍ତ୍ତ ମଧ୍ୟକୁ ଆଉ ଥରେ ନ ଯାଏ Wash me in your blood. ତୁମ ରକ୍ତରେ ମତେ ପରିଷ୍କାର କର ପ୍ରଭୁ। Gracious Father, ଅନୁଗ୍ରହକାରୀ ପିତା bless these dear people. ଏଇ ପ୍ରିୟ ଲୋକମାନଙ୍କୁ ଆଶୀର୍ବାଦ କର Oh, there is hope. There is hope. ହଁ ଆଶା ଅଛି ଆଶା ରହିଛି Wonderful hope. ଏକ ଅଦ୍ଭୁତ ଆଶା ଅଛି When people are losing jobs, ଯେତେବେଳେ ଲୋକମାନେ ଚାକିରି ହରେଇ ବସୁଛନ୍ତି when people are suffering from debts, ବିଭିନ୍ନ ପ୍ରକାର ଭୟ ଭିତରେ ସେମାନେ କଷ୍ଟ ପାଉଛନ୍ତି when AIDS and 26 sexually transmitted diseases are killing people, ଏଡ୍ସ ପୁଣି ଅନେକ ସମସ୍ତ ରୋଗ ଲୋକମାନଙ୍କୁ ଆଜି ମାରି ଦଉଛି ଜୀବନରେ there is hope. କିନ୍ତୁ ଆଶା ରହିଛି Jesus is the resurrection. କାରଣ ପ୍ରଭୁ ଯୀଶୁ ପୁନରୁତ୍ଥିତ ଅଟନ୍ତି Lord, touch these dear people ହେ ପ୍ରଭୁ ଏ ପ୍ରିୟ ଲୋକମାନଙ୍କୁ ସ୍ପର୍ଶ and କର let them taste Jesus ସେମାନେ ଯୀଶୁଙ୍କୁ ସ୍ପର୍ଶ କରନ୍ତୁ ଚାଖନ୍ତୁ and give Jesus to their neighbor. ପୁଣି ସେମାନଙ୍କ ପ୍ରତିବାସୀମାନଙ୍କୁ ଯୀଶୁଙ୍କୁ ଦିଅନ୍ତୁ Hear our prayer. ଆମମାନଙ୍କ ପ୍ରାର୍ଥନା ଶୁଣ ପ୍ରଭୁ In Jesus' almighty ପ୍ରଭୁ name. ଯୀଶୁଙ୍କ ଶକ୍ତିଶାଳୀ ନାମରେ ଏହି ପ୍ରାର୍ଥନା ଉତ୍ସର୍ଗ କଲୁ। Amen.